মিঠা নাম অতি প্রিয় নাম যিশু নাম মধু নাম মিঠা নাম অতি প্রিয় নাম যিশুଙ୍କ নাম পাপ শাপ করে দূর যিশুଙ୍କ নাম ସବୁ ଭୟ করে ଦୂର ମୋ ଯୀଶୁ ନାମ। প্রিয় শ্রোতা বন্ধু, প্রভু শ্রীখ্ରୀষ্টଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ଯୋହନ ଲିଖିତ ସୁସମାଚାର 3 ଅଧ୍ୟାୟରେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଏବଂ ନିକୋଦିମ ନାମକ ଯିହୁଦୀମାନଙ୍କର ଜଣେ ନେତାଙ୍କର ମଧ୍ୟରେ ଏକ କଥୋପକଥନକୁ ଦେଖିପାରୁ। ନିକୋଦିମ ପ୍ରଭୁ ଯୀଶୁଙ୍କୁ କହିଲେ, ଆପଣ ଈଶ୍ୱରଙ୍କ ଠାରୁ ଆଗତ। ତାଙ୍କ କଥାକୁ, ତାଙ୍କ ବିଶ୍ୱାସକୁ ଆହୁରି ଦୃଢ଼ କରି ପ୍ରଭୁ ଯୀଶୁ କହିଲେ ଯେ ସ୍ୱର୍ଗରୁ ଅବତରଣ କରିଅଛନ୍ତି। ଏହି ସମ୍ଭାଷଣ ମାଧ୍ୟମରେ ନିକୋଦିମଙ୍କ ମନରେ ଥିବା ବିଭିନ୍ନ ଭ୍ରମକୁ ପ୍ରଭୁ ଯୀଶୁ ଦୂର କଲେ। ପୁଣି କହିଲେ ଯେ ଯିଏ ତାହାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଯୋହନ ଲିଖିତ ସୁସମାଚାର 3 ଅଧ୍ୟାୟର 16 ପଦରେ ପ୍ରଭୁ ଶ୍ରୀଖ୍ରୀଷ୍ଟ ଅତି ଗୁରୁତ୍ୱପୂର୍ଣ୍ଣ ମହାନ ସତ୍ୟ ପ୍ରକାଶ କଲେ। ସେଠାରେ ଆମେ ଏହିପରି ପାଠ କରୁ, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯିଏ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଏହି କଥା ଯଦିଓ ସେ ନିକୋଦିମଙ୍କୁ କହିଲେ, ସେ ଏହା ଆମ୍ଭମାନଙ୍କୁ ମଧ୍ୟ ଆପଣା ବାକ୍ୟ ଦ୍ୱାରା କହୁଅଛନ୍ତି। ପ୍ରଭୁ ଯୀଶୁ ଏଠାରେ ନିଜ ସମ୍ବନ୍ଧରେ ତଥା ପିତା ଈଶ୍ୱରଙ୍କ ସମ୍ବନ୍ଧରେ ମଧ୍ୟ କିଛି କହନ୍ତି। ପ୍ରଭୁ ଯୀଶୁ ନିଜ ସମ୍ବନ୍ଧରେ କହନ୍ତି ଯେ ସେ ପିତାଙ୍କର ଅଦ୍ୱିତୀୟ ପୁତ୍ର, ଜଗତର ସୃଷ୍ଟିକର୍ତ୍ତା, ମହାନ ଈଶ୍ୱର, ସର୍ବଜ୍ଞ, ସର୍ବବ୍ୟାପୀ, ସମସ୍ତ ବିଷୟର ଅଧିକାରୀ ମହାନ ଈଶ୍ୱରଙ୍କର ପୁତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟ। ସେ ନିଜ ବିଷୟରେ କହନ୍ତି ଯେ ସେ ଉର୍ଦ୍ଧ୍ୱକୁ ଉଠାଯିବେ, ଯଦ୍ୱାରା ପାପୀ ମନୁଷ୍ୟର ପରିତ୍ରାଣର କାର୍ଯ୍ୟ ସାଧନ କରିବେ, ଯେପରି ତାହାଙ୍କଠାରେ ଯେ କେହି ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହେବ। ପ୍ରଭୁ ଶ୍ରୀଖ୍ରୀଷ୍ଟ ପିତାଙ୍କ ଅଦ୍ୱିତୀୟ ପୁତ୍ର, ସ୍ୱୟଂ ଈଶ୍ୱରଙ୍କର ଅଦ୍ୱିତୀୟ ପୁତ୍ର। ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଚିହ୍ନିବା ନିମନ୍ତେ ଈଶ୍ୱର ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ।